କପୋତୀ ବସାରେ ବସି ରହିଥାଏ ଓ କପୋତକୁ କହିଲା ଖାଇବା ନେଇ ଆସିବା ପାଇଁ। କିନ୍ତୁ କପୋତ ଠିକ୍ କହୁଛ, ମୁଁ ଖାଇବା ନେଇ ଆସୁଛି କହିଲା। କିନ୍ତୁ ଏପଟେ ଜଙ୍ଗଲ ଭିତରେ ଗୋଟେ ବଡ଼ ଶିକାରୀ ପଶି ଆସିଲା। ଜଙ୍ଗଲର ସବୁ ଜୀବଜନ୍ତୁ ମାରି ନେଇଯାଉଥାଏ। ଶିକାରୀ ଭୟରେ ଜଙ୍ଗଲର ଜୀବଜନ୍ତୁମାନେ ଏଣେ ତେଣେ ଦୌଡ଼ିବାକୁ ଲାଗିଲେ। ଯିଏ ଯୁଆଡ଼େ ପାରିଲେ ସେଆଡ଼େ ପଳେଇଲେ। କିନ୍ତୁ ଏକଥା କପୋତ କପୋତୀକୁ ଜଣା ନଥିଲା। ଜଙ୍ଗଲ ଭିତରେ ଏତେ ଶିକାର ଚାଲିଛି, କପୋତ ଆଉ କପୋତୀ ଜାଣିପାରିଲେ ନାହିଁ। ଦିନକର କଥା, କପୋତୀ ବସାରେ ଥାଏ ଓ କପୋତକୁ ଖାଇବାକୁ ଆଣିବା ପାଇଁ କହିଲା। କିନ୍ତୁ କପୋତ ଉଡ଼ିଗଲା ଖାଇବା ଆଣିବା ପାଇଁ। କିନ୍ତୁ ଠିକ୍ ସେହି ସମୟରେ ଜଙ୍ଗଲ ଚାରିପାଖରୁ ବହୁ ଜୋରରେ ନିଆଁ ଲାଗିଗଲା। ନିଆଁ ଲାଗିଯିବା ସତ୍ତ୍ୱେ ଜଙ୍ଗଲର ଜୀବଜନ୍ତୁମାନେ ନିଆଁରେ ପୋଡ଼ିଗଲେ ଆଉ କେତେକ ମରିଗଲେ। ଏପଟେ କପୋତ ନିଆଁରେ ହୁତୁହୁତୁ ହୋଇ ଜଳୁଥିବାରୁ କପୋତ ଆଉ ଉଡ଼ି ପାରିଲା ନାହିଁ। ତା ଦେହକୁ ବହୁତ ଜଳାପୋଡ଼ା ହେଲା। ଶେଷରେ କପୋତ ଗୋଟେ ଗଛକୁ ଯାଇ ସେଠାରେ ବସି ପଡ଼ିଲା। କିନ୍ତୁ କପୋତ ଯାଇ ଯେମିତି ବସି ପଡ଼ିଛି, ଠିକ୍ ସେମିତି ନିଆଁ ବି ଧୀରେ ଧୀରେ କମିବାରେ ଲାଗିଲା। କିନ୍ତୁ ନିଆଁ କମିଯିବାରୁ ଶିକାରୀ ବି ସେହି ଗଛ ମୂଳକୁ ଆସିଲା। ଦେଖିଲା ଚଢ଼େଇ ସେଠି ବସି ରହିଛି। କିନ୍ତୁ ଶିକାରୀ କହିଲା, ଆଜି ମୁଁ ତୋତେ ମାରି ମୋ ଘରକୁ ନେଇଯିବି। କିନ୍ତୁ କପୋତ କାନ୍ଦି କହିଲା, ନା ଭାଇ, ମୋତେ ମାର ନାହିଁ। ଘରେ ମୋ ସ୍ତ୍ରୀ ମୋର ଅପେକ୍ଷାରେ ଅଛି। କିନ୍ତୁ ଶିକାରୀ କହିଲା, ନା ନା, ମୋର ବି ପରିବାର ଅଛି। ମୋର ପରିବାର ମୋତେ ଅପେକ୍ଷା କରିଛନ୍ତି। ବାପା ଆଣିବେ ଏବଂ ଆମେ ସମସ୍ତେ ମିଶି ଖାଇବୁ ବୋଲି ମୋର ଘରେ ମଧ୍ୟ ଅପେକ୍ଷା କରିଛନ୍ତି। କିନ୍ତୁ କପୋତ ନେହୁରା ହେଲା ଶିକାରୀକୁ ଓ କାନ୍ଦି କାନ୍ଦି କହିଲା ତା ସ୍ତ୍ରୀ କଥା। କିନ୍ତୁ କପୋତ ଯେତେ ନେହୁରା ହୋଇ ଶିକାରୀକୁ ଗୁହାରି କଲା, ଶିକାରୀ କଦାପି କପୋତର କଥା ଶୁଣିଲା ନାହିଁ। କିନ୍ତୁ କପୋତ ଆଖିରେ ଲୁହ ଭରିଗଲା। କିନ୍ତୁ କାନ୍ଦି କାନ୍ଦି ଦୁଃଖରେ କହିଲା, ଦେଖ ଭାଇ, ମୋ ସ୍ତ୍ରୀ ଘରେ ଅପେକ୍ଷାରେ ଅଛି। ମୋର ଯଦି ଏଠି କିଛି ହେଇଯାଏ, ତାହେଲେ ସେ ମୋତେ ଚାରିଆଡ଼େ ଖୋଜି ବୋଲିବ ଆଉ ମୋତେ ନ ଦେଖିଲେ ସେ କଦାପି ବଞ୍ଚିପାରିବ ନାହିଁ। ମୋତେ ଦୟାକରି ଛାଡ଼ିଦିଅ ଭାଇ। ଶିକାରୀ ବି କପୋତର କଥାକୁ ବୁଝିପାରିଲା ଏବଂ ଶିକାରୀ କପୋତକୁ କହିଲା, ହଉ ଠିକ୍ ଅଛି ଭାଇ, ଯଦି ମୋର କିଛି ଭୁଲ ହେଇଥାଏ ତାହେଲେ ମୋତେ କ୍ଷମା କରିଦିଅ ଆଉ ତମେ ଜଲ୍ଦି ତମର କପୋତୀ ପାଖକୁ ଫେରିଯାଅ। ସେ ତମର ଅପେକ୍ଷାରେ ଥିବେ। ଏହା ଶୁଣି କପୋତ ଧନ୍ୟବାଦ କହିଲା ଶିକାରୀକୁ ଆଉ ତା ସ୍ତ୍ରୀ ପାଖକୁ ଉଡ଼ି ଚାଲିଗଲା। ଓ ସ୍ତ୍ରୀ ପାଖରେ ପହଞ୍ଚି ସ୍ତ୍ରୀକୁ ଜଙ୍ଗଲର ସବୁ ଘଟଣା ବିଷୟରେ କହିଲା। ଶିକାରୀ କେମିତି ତାକୁ ମାରିବା ପାଇଁ ବସିଥିଲା ଓ ଶିକାରୀ କେମିତି କପୋତର ଦୁଃଖକୁ ବୁଝିପାରିଲା ଓ କପୋତକୁ ଛାଡ଼ିଦେଲା।